ପିଲାମାନେ, ଆଜିର ଗପ ଟୁଙ୍ଗିକୁ ପୁଣି ଥରେ ତୁମମାନଙ୍କୁ ସ୍ୱାଗତ। ଆଜି ତୁମମାନଙ୍କ ପାଇଁ ଏକ ସୁନ୍ଦର ଗପଟିଏ ନେଇକି ଆସିଛି। ତୁମେମାନେ ଧ୍ୟାନ ଦେଇ ଶୁଣ। ଏ ଗପଟିର ନାମ ହେଉଛି ଲୋଭୀ ବଗ ଓ କଙ୍କଡ଼ା। ଗୋଟିଏ ବଡ଼ ପୋଖରୀ କୂଳରେ ଗୋଟିଏ ବଗ ବାସ କରୁଥିଲା। ସେ ପୋଖରୀର ଜଳଜୀବମାନଙ୍କୁ ଖାଇ ବଞ୍ଚି ରହିଥିଲା। ବୟସ ଅନୁସାରେ ସେ ବୁଢ଼ା ହେବାକୁ ଲାଗିଲା। ତାର ଦେହ ଧୀରେ ଧୀରେ ଦୁର୍ବଳ ହେଲା। ସେ ଆଉ ମାଛ କଙ୍କଡ଼ାମାନଙ୍କୁ ଧରି ଖାଇପାରିଲା ନାହିଁ। ସେ ଗୋଟିଏ ଉପାୟ ଚିନ୍ତା କଲା। ଦିନେ ସେ ପୋଖରୀ ବନ୍ଧ ଉପରେ ଠିଆ ହୋଇ କାନ୍ଦିବାକୁ ଲାଗିଲା। ବଗର ଏଇ କାନ୍ଦକୁ ପୋଖରୀରେ ଥିବା ଜଳଜୀବମାନେ ସବୁ ଶୁଣିଲେ, ଦେଖିଲେ। ଏହି ସମୟରେ ଜଳ ଭିତରୁ କଙ୍କଡ଼ାଟିଏ ବାହାରି ପୋଖରୀ ହୁଡ଼ାରେ ଥିବା ବଗ ବୁଢ଼ା ନିକଟକୁ ଆସିଲା। ସେ କହିଲା, ବଗ ଭାଇ, କ'ଣ ତୁମର ହେଇଛି? ତୁମେ ଏମିତି କାନ୍ଦୁଛ କାହିଁକି? ବଗ କହିଲା, ମୋ ଜୀବନରେ ଅନେକ ଜୀବଙ୍କୁ ମାରି ମୁଁ ପାପ କରିଛି। ମୁଁ ଏହି ପାପର ପ୍ରାୟଶ୍ଚିତ କରିବାକୁ ଚାହୁଁଛି। ବଗ କହିଲା, କଥା କ'ଣ କି? କାଲି ରାତିରେ ଜଣେ ଦେବଦୂତ ମୋ ସ୍ୱପ୍ନରେ ଆସି କହିଲେ, ଆଉ 12 ବର୍ଷ ଯାଏ ଏ ଅଞ୍ଚଳରେ ବର୍ଷା ହେବ ନାହିଁ। ତେବେ ଏ ପୋଖରୀଟି ଶୁଖିଯିବ। ପୋଖରୀର ଜଳଜୀବଙ୍କ ଅବସ୍ଥା କ'ଣ ହେବ ତା ମୁଁ ଦେଖିପାରିବି ନାହିଁ। ବଗର କଥାଟା ପୋଖରୀ ମଧ୍ୟରେ ଥିବା ଜଳଜୀବମାନଙ୍କ ମଧ୍ୟରେ ପବନ ବେଗରେ ପ୍ରଚାର ହୋଇଗଲା। ସେମାନଙ୍କ ମୁଣ୍ଡରେ ଯେପରି ବଜ୍ର ପଡ଼ିଲା। ସେମାନେ ଚିନ୍ତା କଲେ, ବର୍ଷା ନହେଲେ ଆମେ ବଞ୍ଚିବା କେମିତି? ଏ ପୋଖରୀର ଜଳ ତ ଶୁଖିଯିବ। ଜଳ ବିନା ଆମ୍ଭମାନଙ୍କର ବଞ୍ଚିବା ଅସମ୍ଭବ ହୋଇପଡ଼ିବ। କିଏ ଆମକୁ ଏ ବିପଦରୁ ରକ୍ଷା କରିବ? ଏ କଥା ବିଚାର କରି ମାଛ କଙ୍କଡ଼ା ଆଦି ଜଳଜୀବମାନେ ବଗ ପାଖକୁ ଗଲେ। ବଗ ପାଖରେ ଏହି ସମସ୍ୟା ବିଷୟରେ ଆଲୋଚନା କଲେ। ଲୋଭୀ ବଗଟି କହିଲା, ତୁମର ଏ ବିପଦ କଥା ଶୁଣିବା ଠାରୁ ମୋତେ ଆଉ ଭୋକ କି ଶୋଷ ନାହିଁ। ମୁଁ ତୁମମାନଙ୍କୁ କିପରି ବଞ୍ଚାଇ ପାରିବି ସେହି ଚିନ୍ତାରେ ଅଛି। ତାପରେ ବଗ କହିଲା, ଉପାୟ ଅଛି। ତାହା ତୁମ ପାଇଁ କଷ୍ଟକର ହେବ। ବଗ ଚାଲାକ କରି କହିଲା, ଏଠାରୁ କିଛି ଦୂରରେ ଗୋଟିଏ ପୋଖରୀ ଅଛି। ସେ ପୋଖରୀର ପାଣି 12 ବର୍ଷ କ'ଣ 25 ବର୍ଷ ପର୍ଯ୍ୟନ୍ତ ବର୍ଷା ନହେଲେ ବି ପାଣି ଶୁଖିବ ନାହିଁ। ସବୁ ଜଳଜୀବ ସେ ପୋଖରୀକୁ କେମିତି ଯିବେ? ଏହା ମଧ୍ୟ ଗୋଟିଏ ବଡ଼ ସମସ୍ୟା। ଏହି ସମୟରେ ସମସ୍ତଙ୍କୁ ବୁଝେଇ ସୁଝେଇ ଲୋଭୀ ବଗ କହିଲା, ତୁମେମାନେ ଯଦି ରାଜି ହେବ, ମୁଁ ତୁମମାନଙ୍କୁ ଗୋଟିଏ ଗୋଟିଏ କରି ମୋ ପିଠି ଉପରେ ବସେଇ ସେ ପୋଖରୀରେ ଛାଡ଼ିଦେବି। ବଗ ପ୍ରସ୍ତାବରେ ମାଛ ଓ କଙ୍କଡ଼ାମାନେ ରାଜି ହୋଇଗଲେ। ତା ପରଠୁ ବଗ ପିଠିରେ ଗୋଟିଏ ଗୋଟିଏ ମାଛ ବସେଇ ଉଡ଼ିବାକୁ ଲାଗିଲା। ବଗ ପୋଖରୀ ପାଖରୁ କିଛି ଦୂରରେ ଥିବା
ଗୋଟିଏ ବଡ଼ ପଥର ଉପରେ ମାଛଙ୍କୁ ଗୋଟିଏ ପରେ ଗୋଟିଏ ମାରି ଖାଇବାକୁ ଲାଗିଲା। ଏମିତି ବଗ ପ୍ରତିଦିନ ମାଛମାନଙ୍କୁ ଖାଇସାରିବା ପରେ ପୋଖରୀ କୂଳକୁ ଫେରି ଆସି ବସେ। ଦିନକୁ ଦିନ ମାଛ ଖାଇ ବଗଟି ହୃଷ୍ଟପୃଷ୍ଟ ହେବାକୁ ଲାଗିଲା। ଦିନେ କଙ୍କଡ଼ାଟିର ପାଳି ପଡ଼ିଲା। କଙ୍କଡ଼ା କହିଲା, ବଗ ଭାଇ, ମୋତେ ଏବେ ଏଇ ପୋଖରୀରୁ ସେ ପୋଖରୀକୁ ନେଇ ଛାଡ଼ିଦିଅ। ତାପରେ ବଗ ମାଛ ଖାଇ ଖାଇ ବିରକ୍ତ ହୋଇଯାଇଥିଲା। ସେ କଙ୍କଡ଼ା ଖାଇବାକୁ ଚାହୁଁଥିଲା। ଯୋଗକୁ କଙ୍କଡ଼ାର ପାଳି ପଡ଼ିଲା। ତେଣୁ ସେ ଖୁସିରେ କଙ୍କଡ଼ାକୁ ପିଠିରେ ବସେଇ ଉଡ଼ିବାକୁ ଲାଗିଲା। କିଛି ବାଟ ଉଡ଼ିବା ପରେ କଙ୍କଡ଼ାର ସନ୍ଦେହ ହେଲା। କଙ୍କଡ଼ା ପଚାରିଲା, ବଗ ଭାଇ, ସେ ପୋଖରୀ ଆଉ କେତେ ଦୂର ମ? ବଗ ହସି ହସି ଉତ୍ତର ଦେଲା, କି ପୋଖରୀ? ଆରେ ତମମାନଙ୍କୁ ମାରି ଖାଇବା ପାଇଁ ଏଇଟା ମୋର ଗୋଟିଏ ଚାଲାଖି ଯୋଜନା ଥିଲା। କଙ୍କଡ଼ା ଯାହା ସନ୍ଦେହ କରୁଥିଲା ତାହା ହିଁ ବଗ କହିଲା। ତାପରେ ବଗ ପଥର ପାଖରେ ପହଞ୍ଚିବାରୁ କଙ୍କଡ଼ା ମାଛମାନଙ୍କର କଣ୍ଟା ପଥର ଉପରେ ପଡ଼ିଥିବାର ଦେଖିଲା। କଙ୍କଡ଼ା ଡରି ନ ଯାଇ ଦମ୍ଭର ସହିତ ତାର ଦୁଇ ବୁଢ଼ା ଗୋଡ଼ରେ ବଗର ବେକକୁ ଜୋରରେ ଚାପି ଧରି ବଗକୁ ଜୀବନରୁ ମାରିଦେଲା। ତାପରେ କଙ୍କଡ଼ା ସେଠାରୁ ଚାଲି ଚାଲି ଯାଇ ପୋଖରୀରେ ପହଞ୍ଚିଲା। ଜଳଜୀବମାନଙ୍କୁ ଲୋଭୀ ବଗର ଚାଲାଖି କଥା କହିଲା। କଙ୍କଡ଼ା ପାଇଁ ଅବଶିଷ୍ଟ ଜଳଜୀବ ବଞ୍ଚିଗଲେ ଓ କଙ୍କଡ଼ାର ପ୍ରଶଂସା କଲେ। ପିଲାମାନେ, ଏହି ଗପଟିରୁ ତୁମେମାନେ କ'ଣ ଶିଖିଲ? ଅଜଣା ଅଚିହ୍ନା ଲୋକମାନଙ୍କ କଥାରେ ଅନ୍ଧ ଭଳି ବିଶ୍ୱାସ କରିବ ନାହିଁ, ଯାହାଫଳରେ ମାଛ କଙ୍କଡ଼ାମାନଙ୍କ ପରି ଅବସ୍ଥା ଭୋଗ କରିବ। ଧନ୍ୟବାଦ।